ଗଜପତି ଜିଲ୍ଲାରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି ଏବଂ ରାସ୍ତା ବାଡ଼ି ହଉ କି କୋଠା ହଉ କି ଯେଉଁଥିରେ ବି ଦେଖିଲେ ଖାଲି ଦୁର୍ନୀତିର ଗନ୍ଧ ବାହାରୁଛି, ଯାହାକୁ ନେଇକି ଆଜି ଏକ ଆନ୍ଦୋଳନର ରୂପ ହେଇଛି, ଯୋଉଟା ପାଇଁ କି ନାଇରା ପେଟ୍ରୋଲ ପମ୍ପ ଯୋଉ ଅଛି, ପେଟ୍ରୋଲ ପମ୍ପ ତ ସେଇଥିରେ ସେଇ ପାଖରେ ଯୋଉ ଆମର ପୂର୍ତ୍ତ ବିଭାଗ ତରଫରୁ କରାଯାଇଛି ରାସ୍ତା, ତ ତାକୁ ନେଇ ଏକ ଦୁର୍ନୀତିର ଗନ୍ଧ ବାହାରୁଛି, ଯାହାକୁ ନେଇ ଆଜି ଆନ୍ଦୋଳନ ହଉଛି। ଆମେ ପଚାରି ବୁଝିବା କଣ ସବୁ ରହିଛି ସେଥିରେ ବିଷୟବସ୍ତୁ। ଆଜିର ମୁଖ୍ୟ ଉଦ୍ଦେଶ୍ୟ ହଉଛି ପାର୍ଲାଖେଣ୍ଡି ସହରରେ ଟାଉନ ପ୍ଲାନିଂ ହେଇଛି 60 ଫୁଟ ଅବସର କରିବା ପାଇଁ। ହେଲେ ଗାଜପତି ଜିଲ୍ଲା ମୁଖ୍ୟ ଶାସନ ଚଲାଉଛନ୍ତି ପାର୍ଲାଖେଣ୍ଡି ରାମନଗରଠାରେ ଗୋଟେ ନାଇରା ପେଟ୍ରୋଲ ପମ୍ପ ଅଛି। ସେଠି ପୁରୁଣା ନାଳ ଅନୁସାରେ ତହସିଲଦାର ଆରଏଫସିରୁ ଆସିକି ସେମାନେ ମାପଚୁପ କରିକି କାନ୍ଥ ଉପରେ ରେଡ ମାର୍କ ବି ଦେଇଛନ୍ତି। ଦେଲା ପରେ ବି ପୂର୍ତ୍ତ ବିଭାଗ କଣ କରୁଛନ୍ତି, ନାଇରା ପେଟ୍ରୋଲ ପମ୍ପ ମାଲିକ ସାଙ୍ଗରେ ତାଙ୍କ ଗୋଟେ ପାର୍ଲାଖେଣ୍ଡିରେ ଗୋଟେ ବଡ ପ୍ରଭାବଶାଳୀ ବ୍ୟକ୍ତି ହେବାରୁ ତାଙ୍କ ହାତରେ ହାତ ମିଶେଇକି ଲାଞ୍ଚ ଖାଇକି ଏମିତି ଦୁର୍ନୀତି କରୁଛନ୍ତି, ରାସ୍ତା ମଝିରେ ନାଲ କାମ କରୁଛନ୍ତି। ସେଟା ମୁଁ ଗତ ମାସ ମେ 8 ତାରିଖରେ ମୁଁ ଅଭିଯୋଗ କରିଥିଲି ପାର୍ଲାଖେଣ୍ଡି ମ୍ୟୁନିସିପାଲିଟି ଏକ୍ଜିକ୍ୟୁଟିଭ ଅଫିସର, ତହସିଲଦାର, ଜିଲ୍ଲାପାଳ ଏବଂ ପୂର୍ତ୍ତ ବିଭାଗ ଅଧିକାରୀ ଆସିକି ଅଭିଯୋଗ କଲା ପରେ ପୂର୍ତ୍ତ ବିଭାଗ ଅଧିକାରୀ କହିଲା ସେଟା ପ୍ରାଇଭେଟ ଜାଗା ବୋଲି। ହେଲେ ପ୍ରାଇଭେଟ ଜାଗା ହେଲେ ପୁରୁଣା ନାଳ ଅନୁସାରେ ତମେ କଣ ପାଇଁ ମପଚପ କରିକି କାନ୍ଥ ଉପରେ ରେଡ ମାର୍କ ଦେଲ ବୋଲି ପଚାରିଲା ପରେ ଆଉ ଠିକ ଅଛି ଆମେ ଏଟା ବନ୍ଦ କରିକି ପୁରୁଣା ନାଳ ଅନୁସାରେ ଆମେ କରିବୁ ବୋଲି କହିଥିଲେ। ହେଲେ 8 ତାରିଖ ମୁଁ ଦେଲା ପରେ 10 ତାରିଖରୁ ରାତାରାତି ମାନେ କାମ ଆରମ୍ଭ କରିଦେଇଛନ୍ତି। ହେଲେ ଆମେ ଆଜି ଦାବି ରାସ୍ତା ମଝିରେ ଏମିତି ଦୁର୍ନୀତି କାମ ହେବାରୁ ଆମେ ଦାବି କରୁଛୁ। ତାପରେ ରାସ୍ତା ମଝିରେ ଏମିତି ନାଳ କାମ ହେଲେ ଆଗାମୀ ଦିନରେ ରାସ୍ତାଟା ଉଷାର କମିଯିବ, ଲୋକ ହନ୍ତସନ୍ତ ହେବେ, ଗୋଟେ ଆମ୍ବୁଲାନ୍ସ ବି ଯାଇପାରିବନି। ଆଉ ଗୋଟେ ସାଇଡ ଦେଖିଲେ ବାଇପାସ ରାସ୍ତା ହଉଛି, ଆଗାମୀ ଦିନରେ ହେଭି ଭେହିକିଲ ଯାକ ଟାଉନ ଭିତରକୁ ପଶିବ, ତେଣୁକରି ଟ୍ରାଫିକ ଟା ବଢିବ, ଆଗାମୀ ଦିନରେ ଆକ୍ସିଡେଣ୍ଟ ବି ଜାଗାରେ ହେଇପାରେ। ତେଣୁକରି ସେ ତମେ କଣ ପାଇଁ ପୂର୍ତ୍ତ ବିଭାଗ ଆମେ ଜବାବ ମାଗୁଛୁ। ନାଇରା ପେଟ୍ରୋଲ ପମ୍ପ ଭିତରକୁ ତମେ 15-20 ଫୁଟ ଛାଡିକି କଣ ପାଇଁ ଏମିତି ରାସ୍ତା ମଝିରେ ନାଳ କାମ କଲ ବୋଲି ଆମେ ଜବାବ ମାଗୁଛୁ। ତାପରେ ଏ ନାଳଟା ପୁରୁଣା ନାଳ ବନ୍ଦ କରିକି ପୁରୁଣା ନାଳ ଅନୁସାରେ କାମ କରାଯାଉ। ଏ ନାଳର କେତେ ପଇସା ଖର୍ଚ୍ଚ ହେଇଛି ସେଟା ରିକଭରି ପୂର୍ତ୍ତ ବିଭାଗ ଅଧିକାରୀ ସରକାରକୁ ଦେବାକୁ ପଡିବ, ଦେବାର ଅଛି ବୋଲି ଆମେ ଦାବି କରୁଛୁ। ସରକାର ଡବଲ ଇଞ୍ଜିନ ସରକାର ବି ଆମେ ଦାବି କରୁଛୁ ସେ ପୂର୍ତ୍ତ ବିଭାଗ ଅଧିକାରୀ ନାଇରା ପେଟ୍ରୋଲ ପମ୍ପ ମାଲିକ ସାଙ୍ଗରେ ହାତ ମିଶେଇକି ଦୁର୍ନୀତି କରୁଛନ୍ତି, ଲାଞ୍ଚ ଖାଇକି ଏମିତି ଦୁର୍ନୀତି କାମ କରୁଛନ୍ତି। ତେଣୁକରି ପାର୍ଲାଖେଣ୍ଡି ସମସ୍ତେ ଜାଣିଦେଲେ, ତେଣୁକରି ସେ ପୂର୍ତ୍ତ ବିଭାଗ ଅଧିକାରୀକୁ ତୁରନ୍ତ ସସ୍ପେଣ୍ଡ କରାଯାଉ ବୋଲି ଆମେ ଡବଲ ଇଞ୍ଜିନ ସରକାରକୁ ଦାବି କରୁଛୁ। 66 ଫୁଟର ନାଳକୁ କମେଇ ଦିଆଯାଇ 20 ଫୁଟ ଭିତରକୁ ନାଳ କାମ ଚାଲିଛି। ପୂର୍ତ୍ତ ବିଭାଗ ଏଥିପାଇଁ ବୋଲିକି ପୁରାପୁରି ଦାୟୀ ରହିଛି ବୋଲି କହୁଛନ୍ତି। ଆମ ସହିତ ପାଲାଖେମୁଣ୍ଡର ଆଉ ଜଣେ ବାସିନ୍ଦା ଅଛନ୍ତି, ତାଙ୍କୁ ପଚାରି ବୁଝିବା ଆଉ କଣ ସବୁ କାର୍ଯ୍ୟପନ୍ଥା ରହିଛି। ଆଜ୍ଞା 66 ଫୁଟ ପାଇଁ ମନ୍ତ୍ରୀଙ୍କ ପାଖକୁ ଦିଆଯାଇଥିଲା। ଦେଖନ୍ତୁ ମନ୍ତ୍ରୀଙ୍କ ପାଖ ସହ ମିଶିକି ମେମୋରାଣ୍ଡମ ଦେବାଟା ମୁଁ ଫଟୋ ଦେଖୁଛି। 66 ପାଇଁ ପ୍ରପୋଜାଲ ହେଇଛି। ଆ ଉପରେ ତହସିଲଦାର ନିଜେ ଯାହା ଯାହା ରିକ୍ୱାରମେଣ୍ଟ ଦରକାର, ରାସ୍ତା ଯୋଉଠି କମ ଅଛି, କୋଉଠି ଅଧିକ ଅଛି, କୋଉଠି କାଟିବାକୁ ପଡେ, ତା ପାଇଁ 70 କୋଟି ଟଙ୍କାର ଗୋଟେ ବଜେଟ ଗୋଟେ ଦେଇଛନ୍ତି। 70 କୋଟି ଟଙ୍କା ବଜେଟ ପ୍ଲସ ଏ ରାସ୍ତା ପାଇଁ 50 କୋଟି ହବ ବୋଲି କହିକି 100 କୋଟି କେତେ ସମଥିଙ୍ଗ ହଉଛି, ସେଟା ବଜେଟଟା ମନ୍ତ୍ରୀ ପାଖକୁ ପ୍ଲେସମେଣ୍ଟ କରିବା ପାଇଁ ପଠେଇଛନ୍ତି ବୋଲି ଆମକୁ କହିଲେ। ଯେତେବେଳେ ନାଳଟା ତିଆରି ହେଲା ସେତେବେଳେ ଯାଇକି ମୁଁ ଯାଇକି ପଚାରିଲି, ସାର୍ ଏଇଟା ତ ପୁରା ତିଆରି ହବ, କମ୍ପ୍ଲିଟ 66 ଫୁଟ ହବ, କାହିଁକି ନା ସେଠି ଛାଡ଼ିଦେଲେ, କାହିଁକି ମଝିରେ ଛାଡ଼ିଲେ ବୋଲେ ନାଇଁ ପଇସା କମ ଅଛି, ଏତିକି ପର୍ଯ୍ୟନ୍ତ ହେଇଛି, ବର୍ତ୍ତମାନ ପଇସା ଆସିଲେ ନେକ୍ସଟ ସେଟା କରାଯିବ। ସେ ନାଳକୁ ସେ ନାଳ ସଂଯୋଗ କରିବା କଥା, ସେ ନ କରୁନୁ, ସେ କାହିଁକି ମଝିରେ ବନ୍ଦ କରି ଏଇଠୁ ଗୋଟେ 20 ଫୁଟ ଛାଡିକି ରାସ୍ତା କଣ ପାଇଁ ନାଳ କରୁଛନ୍ତି ମତେ ବି ବୁଝା ପଡୁନି। ସରକାର ଯେହେତୁ କାମ କରିବା ପାଇଁ ଇଚ୍ଛୁକ, ସରକାରଙ୍କ ପାଖରେ ଦାବି ଅଛି, ସରକାର ଦାବିଟା ପୂରଣ ହବ ନ ହବ ସେଟା ପରେ କଥା, ସେଟା ହବ ଦିଆହେଇଛି। ତା ପୂର୍ବରୁ ଏମାନେ କାହିଁ ତରବର ରାତି କରିଛନ୍ତି ବୁଝା ପଡୁନି, କାହାର ସ୍ୱାର୍ଥ କଣ ଜଣା ପଡୁନି। ଆଚ୍ଛା, ଯଦି କହିବା ଆମେ ଏଇଠି କଣ ପ୍ରଭାବ କାମ କରୁଛି କି, ପ୍ରଭାବଶାଳୀ ବ୍ୟକ୍ତିଙ୍କ କାମ ରେ ପ୍ରଶାସନ ଚାଲୁଛି କି? ପ୍ରଭାବଶାଳୀ ନାହିଁ, ମନମୁଖୀ ଶାସନ କରୁଛନ୍ତି। ପ୍ରଭାବଶାଳୀ ନାହିଁ, ଏଟା ଗଭର୍ଣ୍ଣମେଣ୍ଟ ଏଗେନଷ୍ଟ ନାହିଁ। ଗଭର୍ଣ୍ଣମେଣ୍ଟ କାମ କରୁଛି, କିନ୍ତୁ ଯୋଉମାନେ ଏଜୁକେଟ କରିବା କଥା ସେମାନେ ଠିକରେ କାମ କରନ୍ତି। ଯେହେତୁ ସେମାନେ ଲାଗି ଅନ୍ୟମାନଙ୍କ ସହିତ ବିଶ୍ୱାସ ସୃଷ୍ଟି ହଉଛି। ସରକାର ବି ଫେଲୁଅର କହିହେବନି କି ପବ୍ଲିକ ଫେଲୁଅର, ପବ୍ଲିକ ଚାହୁଁଛି କରିବା ପାଇଁ, ସରକାର ଚାହୁଁଛି କରିବା ପାଇଁ, କିନ୍ତୁ ଯୋଉମାନେ ସରକାରୀ କର୍ମଚାରୀ ସେମାନେ କରୁନାହାନ୍ତି। ସେମାନେ କଣ ଇଚ୍ଛା ଅଛି, କଣ ଆନ୍ତରିକତା ଅଛି ମୁଁ ବି ଜାଣିପାରୁନି। ସେଇଟା ମୁଖ୍ୟ ମେନ୍ ରହିଲା ଅଫିସିଆଲ। ଆଉ ଯଦି କହିବା ଆମ ସହିତ ଅଛନ୍ତି ପାରାଳା ପୌରସଦର କାଉନସିଲର ଜଣେ ଅଛନ୍ତି, ତାଙ୍କୁ ପଚାରି ବୁଝିବା ଯେ କେତେ ଦିନ ହବ ଏପରି ଚାଲିଛି ଏବଂ ଆପଣ ପୂର୍ବରୁ ଏଥିପ୍ରତି ଆବାଜ ଉଠେଇଥିଲେ କି?
देखो मु बर्तमान नगर सभापति अच्छी भाजपार पारलाखेमुंडर नगर जेकोसी उन्नति कहुजाऊ बा जेकोसी रक्षणाबेक्षण हेले से सामिल होगापाई मु बाध्य मु इच्छुक से आमर पाइला मुरलीकृष्ण भाई आज जो रोड जो चौड़ा जो होता ताहा नेर कराई जाउची जहाँकि 66 फुट हवा कथा 20 कि 15 फुट भितर को आसिक रास्ता मझे ड्रेन कर आज अनशन कर ये आम सहयोग करुचु गत वर्ष जून मसरे आम पूर्त विभाग को जनइलु जिते कि आमर कॉलेज छक काम स्टार्ट होता 600 फुट करने से बर्तमान 35-40 फुट अच्छी बोली कहीकि आम पूर्त विभाग जाई जनइलु लिखित आकार देइलु आम सहित भाजपा सहित किसी बुद्धिजीवी सामिल होते तुरंत जाई से काम आम बंद करूँ आज पर्यंत से काम स्टार्ट हो नाला तापर पुणी किछि मास पर यही सब देखा मिले यही गोटे जगह बोलने गुड़ाए जगह सीधा सड़क जाऊना जोटी मार्किंग दौरान रास्ता मझे पलाउं जहाँकि आगू आम ट्राफिक समस्या पाड़ावासी असुविधार सम्मुखीन होगी आज आम अनशन करने भाई पाखे आम सहयोग करुचु आम का दल विषय कहूनु कि नेता विषय क्या आक्षेप करूनु पारलार उन्नति ही आमर उन्नति से सब आम पारला उन्नति पक्षर आम रहीचु रही आसु जेकोसी कम आम सहयोग करने पछुनु जदि पारला जदि अणदेखा करेंगे जदि 66 फुट रोड जब करेनि ताहले आम आंदोलन नाई तो आम आमर जो सरकार अच्छी आम सरकार द्वारा कहीकि तुरंत से काम बंद करके जमीक लोक सुविधा हो पार ट्राफिक समस्या दूर हे से दृष्टि देवु आंदोलन को सफल करने आगे जदि कह महाराजा सहर महाराजा सहर जोटा कि महाराजा सहर भी उन्नति हो पारुनी जदि कह आखपाख जदि कह आमर सहर गुड़ाक अच्छे जमी पुणापाटना हो कि गुणपुर हो कि से सबूर विशेष भाव में उन्नति हो सारी रास्ता हो सारी सुंदर दिशुची किंतु पाला केमुटी सहर आज पर्यंत भी अवहेलित हो पड़ी कौन कहे गजपति जिला पारलाखेमुंडीर उन्नति हेबो केमिति जेतेबेले आखि आगरे गजपति जिलार छाती उपरे खुलम खुला करुछंती जंत्री दुर्नीति आपण देखंतु एक आश्चर्यजनक जनक विषय गजपति जिले में जो जो अधिकारी मैंने आसंती जंत्री मैंने आसंती 3 वर्ष आसिया कथा वर्ष वर्ष ये रुहंती कारण लोक ये सरल अति दुख और परितापर विषय ये जंत्री गुड़ाक केवल पारलाखेमुंडी बासी विरुद्ध रे कार्य करछंती ता नुहे ओडिशा विरुद्ध रे कार्य करछंती कारण एई माटी होउची ओडिशार जननायक बा ओडिशार प्रथम प्रधानमंत्री महाराजा श्री कृष्णचंद्र गजपति माटी एई माटी रे राज्य सरकार जेतिकी टंका देइछंती 66 फुट पर जो मैप अलॉटेड होती 66 फुट पर जो टंका आसी जो मैपिंग होती अनुसार जंत्री काम न करिके 20 फुट पछरे जो ट्रैफिक समस्या दीर्घ वर्ष धरी जारी रही से ट्रैफिक समस्या समाधान करने बादे पुणी थे समस्या करी जो प्रसूति महिला बा गर्भवती महिला मानकर मृत्यु होची शिशु मानकर मृत्यु होची ए रास्ता समस्या सकाशु जदि गजपति जिला छाती ऊपर जदि ए प्रकार रास्ता समस्या होची बा दुर्नीति होची चिंता करंतु पंचायत रो कोन अनुकूल रे कि प्रकार दुर्नीति होची ता केवल आपण माने चिंता करंतु एई जो प्रतिवाद आमे बसिचु एहा केवल आमर प्रतिवाद नुहे एहा होची पारलावासी एक आक्रोश बर्तमान आपण देखा पाउछंती जदि जंत्री महोदय यथाशीघ्र जदि कार्य न करती आपण आश्चर्य होइजिबे रास्ता तो बंद हो दूर कथा पूरा पारला जनता रास्ता ऊपर को आसीबे वर्तमान समय आसी अछि स्वर उत्तोलन करिवार समय जंत्री यथाशीघ्र ए कैफात देबे काहे 66 फुट रो काम बदल रे से 45 फुट भितरे काम करूछंती रास्ता को काहे से असारिया रास्ता को पुणी थरे छोट करिवार उद्यम करूछंती तार कैफात देबार दाबी बा कर्तव्य वर्तमान जंत्री अच्छी कारण आपण जानी जे सरकार थरे जदि गोटे ऑर्डर पास करते बा मैपिंग हुए से मैप को केबे मध्य जिला प्रशासन के अधिकारी माने से मैप विरुद्ध रे काम करि परिबे नाही बा जो प्लानिंग विरुद्ध रे काम करि परिबे नाही किंतु जंत्री केमिति करछंती कार साहस रे करछंती के दुर्नीति देइछि केते टंका नेइछंती एई जो देखंतु 66 फुट रो काम रे जदि 44 फुट रे काम होछि बाकी टंका गोला कुआडे काहे एते दुर्नीति करछंती पारलावासी कोन निरीह चुप रहउथिबा सकासे एई प्रकार दुर्नीति होउछि कि आउ चुप रहिबार समय नुहे वर्तमान जनसाधारण वर्तमान आक्रोश हेलेनी स्वर उत्तोलन होउछि जदि जंत्री एवं जिला प्रशासन कैफात देवे ना काम आरंभ करेंगे ना आपड़ देखिए आउ किछि दिन भितर रास्ता ऊपर आंदोलन हे पूरा पारला जनता को मु अनुरोध करी यही आंदोलन रे सामिल हवा निमंते जदि कहबा
ରାସ୍ତା କାମ ଯଦି ଏମିତି ଚାଲୁ ରହେ ଏବଂ ପ୍ରଶାସନ ଯଦି ତତ୍ପର ନ ହୋଇ ଯଦି ରାସ୍ତା କାର୍ଯ୍ୟ ବନ୍ଦ ନ କରି ପୁନର୍ବାର 66 ଫୁଟ ଯଦି ନ କରେ ତେବେ ଆଗାମୀ ଦିନରେ ବି ଆନ୍ଦୋଳନ ଜାରି ରହିବ। ପାରଳାଖେମୁଣ୍ଡିରୁ ବିଜୟ କୁମାର ଗୌଡ଼, ବଡ଼ ଖବର।